ନିଶ୍ଚିତ ଭାବରେ ଏଇଟା ସୌଭାଗ୍ୟର କଥା ଓଡ଼ିଶା ପାଇଁ ଆଉ କିଟ୍ ଅନୁଷ୍ଠାନ ପାଇଁ କାହିଁକିନା କିଟ୍ ଅନୁଷ୍ଠାନ ତ ପ୍ରାୟତଃ ବହୁତ ବଡ଼ ବଡ଼ ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିକି ନିଜର ପରିଦର୍ଶ ଦେଖେଇଛି ଆଉ ପ୍ରଥମ ଥର ପାଇଁ ଗ୍ଲାମର ଦୁନିଆରେ ଗୋଟେ ମିସ୍ ଇଣ୍ଡିଆ ବିଫ୍ଟ କୁଇନ୍ର ଫେମିନାଲ 64 ଆରମ୍ଭ କରିବାକୁ ଯାଇଛି ଆଉ ତାହା ପୁଣି ଗ୍ରାଣ୍ଡ ଫାଇନାଲ ଆଉ ଏଥିରେ ମଧ୍ୟ ମୁଁ ଓଡ଼ିଶାର ଗୋଟେ କ୍ରୀଡ଼ାବିତ ଯିଏକି ମୁଁ ଜଜେସ୍ ହିସାବରେ ଯୋଗ ଦେଉଛି ଏଇଟା ମୋର ସୌଭାଗ୍ୟ କି ମୁଁ ଦୁଇଥର ଏବେ ସୁଯୋଗ ପାଇଛି କାହିଁକିନା ପ୍ରଥମ 2019 ମସିହା ଯେଉଁଟା ଅନୁଷ୍ଠିତ ହେଇଥିଲା ବମ୍ବେରେ ସେଠି ମଧ୍ୟ ମୁଁ ସୁଯୋଗ ପାଇଥିଲି ଆଉ ଆଜି ମଧ୍ୟ ସୁଯୋଗ ପାଇଛି ଆଉ ନିଶ୍ଚିତ ଭାବେ ଏହା ଗୋଟେ ପ୍ରାଉଡ୍ ମୁଭମେଣ୍ଟ ଓଡ଼ିଶା ପାଇଁ ଆଉ କିଟ୍ ପାଇଁ କାହିଁକିନା ପ୍ରାୟତଃ ମିସ୍ ଇଣ୍ଡିଆ କହିଲେ ଗୋଟେ ଗ୍ଲାମର ଦୁନିଆ ସମସ୍ତଙ୍କର ସୁଯୋଗ ନଥାଏ ପାଇବାର ସେଭଳିଆ ଜାଗାକୁ ଯିବାର ବା ସେଭଳିଆ କଣ୍ଟେଷ୍ଟରେ ଭାଗ ନେବାର ଆଜି ଯେଉଁ ପ୍ରତିଯୋଗୀମାନେ ଭାଗ ନେଉଛନ୍ତି ସମସ୍ତଙ୍କ ମଧ୍ୟରୁ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଇବି ନିଶ୍ଚିତ ଭାବେ ଆଜି ଆମର ଓଡ଼ିଶାର ଲୋକମାନେ ହୁଅନ୍ତୁ ବା କିଟ୍ କିସ୍ର ଯେତେକ ଷ୍ଟୁଡେଣ୍ଟ ମାନେ ଅଛନ୍ତି ଷ୍ଟାଫ୍ ମାନେ ସମସ୍ତେ ଆଜି ଉପଭୋଗ କରିବେ ମିସ୍ ଇଣ୍ଡିଆ ବିଟ୍ କୁଇନ୍ ଦେଖନ୍ତୁ ପ୍ରାୟତଃ ମିସ୍ ଇଣ୍ଡିଆ ବିଟ୍ କୁଇନ୍ରେ ପ୍ରତ୍ୟେକ କାଟାଗୋରୀକୁ ଜଜେସ୍ କରାଯାଏ ସ୍କିନ୍କୁ ଆକ୍ଟିଂକୁ ସଙ୍ଗୀତ କ୍ଷେତ୍ର ପ୍ରତ୍ୟେକ କ୍ଷେତ୍ରରେ ଆଉ ସ୍ପୋର୍ଟସ୍ କ୍ଷେତ୍ରରେ ମୋତେ ସଜେଷ୍ଟ କରାଯାଏ କାହିଁକିନା ଗୋଟେ ମିସ୍ ଇଣ୍ଡିଆ ମାନେ ସିଏ ସବୁ କ୍ଷେତ୍ରରେ ସବୁ ଗୁଣରେ ସେ ଭରପୁର ଥାଏ ସେଇମାନଙ୍କୁ ହିଁ ମିସ୍ ଇଣ୍ଡିଆ କୁହାଯାଏ ଆଉ କ୍ରୀଡ଼ା କ୍ଷେତ୍ରରେ ଯାହା ସୁଇମିଂଠୁ ଆରମ୍ଭ କରି ଯାହା ଯାହା ଫିଜିକାଲ୍ ୱାର୍କଆଉଟ୍ ରହିଲା ସବୁଥିରେ ମୁଁ ନିଶ୍ଚିତ ଭାବେ ତାଙ୍କୁ ମୁଁ ଡକ୍ଟର ଅଚ୍ୟୁତ ସାମନ୍ତ ସାର୍ଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିବି ଏଭଳି ଗୋଟେ ଅନୁଷ୍ଠାନରେ ଏତେ ସୁନ୍ଦର ଗ୍ଲାମର ଦୁନିଆର ମିସ୍ ଇଣ୍ଡିଆ ବିଟ୍ କୁଇନ୍କୁ ସ୍ଥାନ ଦେଇଛନ୍ତି ଆଜି ଲୋକଲୋଚନକୁ ଆଣିଛନ୍ତି ଅନେକ ପ୍ରତିଭାମାନଙ୍କୁ ସୁଯୋଗ ଦେଇଛନ୍ତି ଏଥିରେ ଭାଗ ନେବାକୁ ତ ମୋ ତରଫରୁ ଅନେକ ଧନ୍ୟବାଦ ଅଭିନନ୍ଦନ ଜଣାଉଛି।